ନମଃ ଶିବାୟ। ଫ୍ରେଣ୍ଡସ୍, ଆପଣମାନଙ୍କୁ ମୋ ଦୁନିଆ ୟୁଟ୍ୟୁବ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆସନ୍ତୁ ଆମେ ଆଜି ଶିବରାତ୍ରି ବିଷୟରେ ଜାଣିବା। ଶିବରାତ୍ରି କାହିଁକି ପାଳନ କରାଯାଏ? ଏହା ପଛର କାରଣ କ'ଣ? କ'ଣ ଲୋକକଥା ଅଛି? ଶିବରାତ୍ରିକୁ ନେଇ ଦୁଇଟି ପ୍ରମୁଖ କଥା ଅଛି, ଯାହା ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ପ୍ରଚଳିତ। ସେହି ଦୁଇ ପ୍ରମୁଖ କଥାକୁ ଆଜି ମୁଁ ସଂକ୍ଷେପରେ କହିବି। ପ୍ରଥମ କଥାଟି ଉତ୍ତର ଭାରତ ପ୍ରଚଳିତ। କଥାଟି ହେଲା ଶିବଙ୍କ ତ୍ୟାଗର କଥା, ଶିବଙ୍କ ବିବାହର କଥା। ଏହି କଥା ଅନୁସାରେ ଥରେ ଶିବଶଙ୍କର ଏବଂ ମାତା ସତୀ ଦଣ୍ଡକାରଣ୍ୟ ଦେଇ ଯାଉଥିଲେ। ଯାଉ ଯାଉ ଶ୍ରୀରାମଚନ୍ଦ୍ର ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହ ଦେଖା ହୋଇଗଲା। ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣ ମାତା ସୀତାଙ୍କୁ ଖୋଜିବା ପାଇଁ ବାହାରିଥିଲେ। ସେତେବେଳେ ଶିବଶଙ୍କର ତାଙ୍କୁ ପ୍ରଣାମ କଲେ। କିନ୍ତୁ ମାତା ସତୀଙ୍କ ଭ୍ରମ ହୋଇଗଲା ଯେ ଏମିତି କେମିତି ହେବ ଯେ ନିରାକାର ଭଗବାନ ସାକାର ହୋଇଯିବେ ଏବଂ ଯଦି ବି ସାକାର ହୋଇଯିବେ, କେମିତି ଭାବରେ ନିଜ ସ୍ତ୍ରୀ ସୀତା କେଉଁଠି ଅଛନ୍ତି ଜାଣିପାରୁନାହାନ୍ତି? ସେ ତ ଅନ୍ତର୍ଯ୍ୟାମୀ, ତାଙ୍କୁ ଜାଣିବା କଥା ଯେ ତାଙ୍କ ସ୍ତ୍ରୀ କେଉଁଠି ଅଛନ୍ତି। ଏହି ସମସ୍ତ ଭ୍ରମ ମାତା ସତୀଙ୍କର ହୋଇଯାଇଥିଲା। ଶଙ୍କର ଭଗବାନ ତାଙ୍କୁ ବୁଝାନ୍ତି, ହେଲେ ମଧ୍ୟ ସେ ବୁଝନ୍ତିନି। ତାପରେ ଶଙ୍କର ଭଗବାନ ମାତା ସତୀଙ୍କୁ ପରୀକ୍ଷା ନେବା ପାଇଁ କହିଲେ। ଏହାପରେ ମାତା ସତୀ ସୀତାମାତାଙ୍କ ରୂପ ଧାରଣ କରି ଶ୍ରୀରାମଚନ୍ଦ୍ରଙ୍କ ପାଖକୁ ଗଲେ। ଶ୍ରୀରାମଚନ୍ଦ୍ର ତାଙ୍କୁ ଦେଖି ଚିହ୍ନି ପାରିଲେ ଏବଂ ପଚାରିଲେ, ମାତା, ପିତା ଶିବଶଙ୍କର ଆସିନାହାନ୍ତି କି? ଏହା ଶୁଣି ମାତା ସତୀ ତାଙ୍କୁ ଚିହ୍ନି ପାରିଲେ ଏବଂ ଶିବଶଙ୍କରଙ୍କ ପାଖକୁ ଫେରିଗଲେ। ଶିବଶଙ୍କର ତାଙ୍କୁ ପରୀକ୍ଷା କଥା ପଚାରିବାରୁ ମାତା ସତୀ କହିଲେ, ନା, ମୁଁ ପରୀକ୍ଷା ନେଇନାହିଁ। କିନ୍ତୁ ଶିବଶଙ୍କର ଅନ୍ତର୍ଯ୍ୟାମୀ, ସେ ସମସ୍ତ କଥା ଜାଣିପାରିଲେ। ତାପରେ ସେ ଭାବିଲେ ଯେ ମାତା ସତୀ ସୀତାମାତାଙ୍କ ରୂପ ଧାରଣ କରିଥିଲେ, ତେଣୁ ଏହି ଜନ୍ମରେ ସେ ଆଉ ତାଙ୍କ ସହ ପତିପତ୍ନୀର ସମ୍ପର୍କ ରଖିବେ ନାହିଁ। ସେଥିପାଇଁ ସେ ମାତା ସତୀଙ୍କୁ ମନରୁ ତ୍ୟାଗ କରିଦେଲେ। ପରେ ମାତା ସତୀ ମଧ୍ୟ ଏହି କଥାକୁ ଜାଣିପାରିଥିଲେ। ତାପରେ ରାଜା ଦକ୍ଷ, ଯିଏ ଥିଲେ ମାତା ସତୀଙ୍କ ପିତା, ସିଏ ଯଜ୍ଞ କରାଉଥିଲେ, କିନ୍ତୁ ଶିବଶଙ୍କରଙ୍କୁ ଡାକି ନଥିଲେ। କିନ୍ତୁ ମାତା ସତୀ ସେଠାକୁ ଯିବା ପାଇଁ ଜିଦ୍ କରୁଥିଲେ। ଏହା ଦେଖି ଶିବଶଙ୍କର ତାଙ୍କୁ ଆଜ୍ଞା ଦେଇଦେଲେ। ମାତା ସତୀ ଯେତେବେଳେ ସେଠି ପହଞ୍ଚିଲେ, ତାଙ୍କର ଭଉଣୀମାନେ ତାଙ୍କ ସହ ଭଲରେ କଥା ହେଲେ ନାହିଁ। କିନ୍ତୁ ତାଙ୍କ ମାତା ତାଙ୍କୁ ସ୍ୱାଗତ ଜଣାଇ ଆଦର ସତ୍କାର କଲେ। ଏହାପରେ ଯଜ୍ଞ ଆରମ୍ଭ ହେଲା। କିନ୍ତୁ ସେହି ଯଜ୍ଞରେ ତାଙ୍କ ସ୍ୱାମୀ ଶିବଶଙ୍କରଙ୍କ ପାଇଁ କିଛି ବି ସ୍ଥାନ ନଥିଲା। ଏହାସବୁ ଦେଖି ମାତା ସତୀଙ୍କୁ ବହୁତ ଅପମାନ ଲାଗିଲା। ସ୍ୱାମୀଙ୍କ ଅପମାନ ଭାବି ଯଜ୍ଞ ଅଗ୍ନିରେ ତତ୍କ୍ଷଣାତ୍ ଝାସ ଦେଲେ ଏବଂ ପ୍ରାଣତ୍ୟାଗ କଲେ। ମାତାଙ୍କ ବିୟୋଗରେ ଶିବଶଙ୍କର ବହୁତ ଭାଙ୍ଗି ପଡ଼ିଥିଲେ। ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁ ନଥିଲେ। ଏହାପରେ ପ୍ରଭୁ ରାମଚନ୍ଦ୍ର ଭଗବାନ ଶିବଶଙ୍କରଙ୍କୁ ବହୁତ ବୁଝାସୁଝା କରି ତାଙ୍କୁ ମନାଇଲେ ଏବଂ କହିଲେ ଯେ ଯଦି କୌଣସି ପ୍ରସ୍ତାବ ଆସେ ତେବେ ହଁ କରିବା ପାଇଁ। ପରେ ମାତା ସତୀ ପାର୍ବତୀଙ୍କ ଅବତାରରେ ହିମନରେଶଙ୍କ ଘରେ ଜନ୍ମ ହୋଇଥିଲେ। ସେ ଛୋଟବେଳୁ କହୁଥିଲେ ଯେ ଯଦି ସେ ବିବାହ ହେବେ, କେବଳ ଶିବଶଙ୍କରଙ୍କୁ ହିଁ ବିବାହ ହେବେ, ନହେଲେ ସେ କୁମାରୀ ହୋଇ ରହିବେ। ଏହାପରେ ମାତା ପାର୍ବତୀଙ୍କ ସହ ଶିବଶଙ୍କରଙ୍କ ବିବାହ ହେଲା। ସେହି ବିବାହ ରାତିକୁ ଆମେ ଶିବରାତ୍ରି ବୋଲି ପାଳନ କରୁ। ଦକ୍ଷିଣ ଭାରତର ଏକ ଲୋକକଥା ପ୍ରଚଳିତ। ତାହା ହେଲା, ପ୍ରତି ବ୍ରହ୍ମାଣ୍ଡରେ ଏକ ବ୍ରହ୍ମା, ବିଷ୍ଣୁ ଏବଂ ଏକ ମହେଶ୍ୱର ରୁହନ୍ତି। ଅନନ୍ତ ବ୍ରହ୍ମାଣ୍ଡ ରହିଛି।
ତେଣୁ ଅନନ୍ତ ବ୍ରହ୍ମାଣ୍ଡରେ ଅନନ୍ତ ବ୍ରହ୍ମା, ଅନନ୍ତ ବିଷ୍ଣୁ ଏବଂ ଅନନ୍ତ ମହେଶ୍ୱର ରୁହନ୍ତି। ଏହି ସମସ୍ତ ଅନନ୍ତ ବ୍ରହ୍ମାଣ୍ଡରେ ଏକ ମହାବିଷ୍ଣୁ ଏବଂ ଏକ ସଦାଶିବ ରୁହନ୍ତି। ଏହି ସଦାଶିବ ସର୍ବଦା ରୁହନ୍ତି। ଯେତେବେଳେ କୌଣସି ବ୍ରହ୍ମାଣ୍ଡରେ ମହାପ୍ରଳୟ ହୁଏ, ସେତେବେଳେ ତାହା ଯାଇ ମହାଦେବ ମଧ୍ୟରେ ଲୀନ ହୋଇଯାଏ। ସଦାଶିବ ସର୍ବଦା ରୁହନ୍ତି। ସେ କାହା ମଧ୍ୟରେ ଲୀନ ହୁଅନ୍ତି ନାହିଁ। ଦିନେ ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ବିବାଦ ହୁଏ ଯେ ଆମ ମଧ୍ୟରୁ ବଡ଼ କିଏ। ଯେତେବେଳେ ତାଙ୍କ ସମ୍ମୁଖରେ ଏକ ଖମ୍ବଟିଏ ପ୍ରକଟ ହୋଇଛନ୍ତି, ସେତେବେଳେ ବ୍ରହ୍ମା କହିଲେ ଯେ ମୁଁ ଏହାର ଆଦି ଦେଖିବାକୁ ଚେଷ୍ଟା କରୁଛି। ବିଷ୍ଣୁ କହିଲେ ମୁଁ ଏହାର ଅନ୍ତ ଦେଖିବାକୁ ଚେଷ୍ଟା କରୁଛି। ଦୁଇଜଣ ଯାଆନ୍ତି, କିନ୍ତୁ କାହାକୁ ନା ଆଦି ମିଳେ ନା ଅନ୍ତ ମିଳେ। ଏବଂ ଏହି ପ୍ରକଟଟି ଶିବରାତ୍ରି ଦିନ ହୋଇଥିଲା। ସେଥିପାଇଁ ମହାଶିବରାତ୍ରି ଦିନର ମହତ୍ତ୍ୱ ରହିଛି। ଏହି ଦିନ କିଛି ଭକ୍ତ ରାତ୍ରିସାରା କୀର୍ତ୍ତନ କରନ୍ତି ଏବଂ କିଛି ଲୋକ ଦିନସାରା ଉପବାସ ରୁହନ୍ତି। ଉପବାସର ମାନେ ହେଉଛି ଉପ ଅର୍ଥ ନିକଟ, ବାସର ଅର୍ଥ ବସବାସ କରିବା। ମାନେ ଭଗବାନଙ୍କ ନିକଟରେ ବସବାସ କରିବା। ଭଗବାନଙ୍କ ନିକଟକୁ ଯିବା ପାଇଁ ଗୋଟିଏ ହିଁ ମାର୍ଗ ରହିଛି, ତାହା ହେଉଛି ଭଗବାନଙ୍କୁ ଭକ୍ତି। ତେଣୁ ଆପଣମାନେ ନିଶ୍ଚୟ ଭାବରେ ଭଗବାନଙ୍କୁ ଭକ୍ତି କରନ୍ତୁ। ଏବଂ ଶିବରାତ୍ରି ଦିନ ଓଁ ନମଃ ଶିବାୟ 108 ଥର ପାଠ କରନ୍ତୁ। ଶିବକୃପା ଲାଭ କରନ୍ତୁ।